ନଈରୁ ମାଟି ଟାଣୁଥିଲେ। ତାଙ୍କୁ କହିଲି ନଈରୁ କାହିଁ ମାଟି ବନ୍ଧରୁ ଟାଣୁଛ ତମେ, ବନ୍ଧଟା ପୁଣି ଭାଙ୍ଗିଯିବ ନା, କାମ ହେଇଛି ଏବେ ରିସେଣ୍ଟ, ପୁଣି ଟାଣିକି ମାଟି ପକାଉଥିଲେ। ସେଇ କଥା କହିଲା ପରେ ସେ ତାର ମୁଁ ଗାଡ଼ିକି ଅଟକେଇକି ଫୋନ୍ କଲି ଥାନାକୁ। ଥାନା ବାଲା କହିଲା ଆମେ ଯାଇକି ପହଞ୍ଚିବୁ। ଆଉ ଥାନା ବାଲା ଆଇଲେଣି, ମୁଁ ସେଇଠୁ ଘରକୁ ଫେରୁଥିଲି। ଆସିଲା ଭିତରେ ମୁଁ ମଝିରେ ଥରେ ଆଇଆଇସି ସାର୍ଙ୍କୁ ଫୋନ୍ କରି କହିଥିଲି ସାର୍ ଏଠି ଗୋଟେ ପାଉଡ଼ର ବିକ୍ରି କରୁଛି ଗୋଟେ ପିଲା, ତାଙ୍କ ଫ୍ୟାମିଲିଟା ପୁରା ପାଉଡ଼ର ଗଞ୍ଜେଇ ବିକ୍ରି କରୁଛନ୍ତି। ସେଇ କେସ୍ ଆଉ ଏ ମାଟି କେସ୍ ଆଉ ପୂର୍ବ ଶତ୍ରୁତା ଗୋଟେ ଥିଲା ମଝିରେ କେସ୍ ଥିଲା, ତାଙ୍କ ପୁତୁରା ସେ ଯେଉଁ ହୁର୍ସି ବେହେରା ପୁତୁରା ସିଏ ମିଶିକି ମୋତେ ଆଜି ବାଟରେ ଅଟକେଇକି ଏକା ଆସିଲା ଭିତରେ ମୋତେ ପୁରା ଯେଉଁ କୁକୁଡ଼ା କଟାଯାଏ ଯେଉଁଟା ସେଇଟା ଆଉ ବାଉଁଶରେ ଗୋଟେ ତାଙ୍କ ସମସ୍ତଙ୍କ ନାଁ ହେଲା, ଜଣ ନାଁ ମୋଟୁ, ବାପ ନାଁ ହେଲା ବାବୁଲା କେଳା, ଆଉ ତାଙ୍କ ପୁଅ ନାଁ ହେଲା ନବ, ଆଉ ଗୋଟେ ସୋନୁ, ଆଉ ଗୋଟେ ହେଲା ପାଣ୍ଡବ, ଆଉ ଗୋଟେ ହେଲା ତାଙ୍କ ପୁତୁରା ଯିଏ। ସେ ରାଜନୀତି ତୁ କାହିଁ ବେଶୀ ରାଜନୀତି ଦେଉଛୁ ବିଜେପିରେ, ଆମେ ଯେତେବେଳେ ଥିଲୁ ବିଜେପିରେ ସେତେବେଳେ ଆମକୁ କେହି କହୁଥିଲେ, ତୁ କ'ଣ ଏବେ ଆସିକି ଆମକୁ ବିରୋଧ କରୁଛୁ କହିକି ଆମେ ପାଉଡ଼ର ବିକ୍ରି କଲୁ ଗଞ୍ଜେଇ, ତୋର ଅସୁବିଧା କ'ଣ ହେଲା, ତୁ କ'ଣ ରାଜନୀତି ଦେଉ, ତୋତେ ପୁରା ପିଟିକି ପୁରା ଇଏ କରିଦେବୁ କରିକି ମୋତେ ମାରିକି ସେଇଠି ପକେଇଦେଲେ ପୋଲ ଉପରେ। ମୋତେ ଯାଇକି ମୋ ଭାଇମାନେ ସବୁ ନେଇକି ଆଇଲେ। ଥାନା ଦିଆ ହେଇନି, ଏଫଆଇଆର୍ ମୋତେ ପଡ଼ିଛି ଏଇଠି।